गोटे है ये आउ गोटे है ये मंदिर सामने मंदिर पाखरे एसବୁ ଅଳିଆ ପଡ଼ିଛି ହେଲେ ଲୋକ ସେଇଟା ସହିଯିବେ। ଏ ନିରୀହ ପିଲାମାନଙ୍କୁ ଖାଇବାକୁ ଦେଲେ ସେଇଟା ହେଲେ ଅପରିଷ୍କାର ହେଇଯାଉଛି। ଆମେ ହେଲେ ବାଲେଶ୍ୱରରୁ ଆମର ଗୋଟେ ମାତ୍ର ଲକ୍ଷ୍ୟ ହେଲା ଭଏସଲେସ୍ ସେମାନଙ୍କ ପାଇଁ କରିବା। ତ ଆମେ ଯେତେବେଳେ ଖାଇବା ଦେବାକୁ ବାହାରୁଛୁ ଏଇ ଯେଉଁ ବାତ୍ୟା ଆସିଲାଣି ବାତ୍ୟା ମନ୍ଥା ଯେଉଁ ଆସିଛି ଆପଣ ଜାଣିଛନ୍ତି ତ ସେଇ ବର୍ଷାରେ ଆମେ ସିନା ଘରେ ଖାଇ ଦେଇକି ଆରାମସେ ଘର ଭିତରେ ରହିଯିବୁ ହେଲେ ତାଙ୍କ ଅବସ୍ଥା କ'ଣ ହେବ ସେଇଟା ବି ତ ଆମକୁ ଭାବିବା ଦରକାର। ଯେହେତୁ ଆମ ଘର ଆଗରେ ଆମ ଘର ପାଖରେ ସେମାନେ ଜଗିକି ରହୁଛନ୍ତି ତ ତାଙ୍କୁ କିଛି କିଛି ହେଲେ ଯଦି ଆମେ ଖାଇବାକୁ ଦେଇଦିଅନ୍ତୁ ତାହେଲେ ସେଇଟା ବହୁତ ବଡ଼ କଥା। ତ ଆମେ ଖାଇବାକୁ ଦେଇ ଲୋକ କହୁଛନ୍ତି କି ଏଠି ଖାଇବାକୁ ଦିଅନି ଅସନା କରିବେ। ଯଦି ସେମାନେ ଖାଇଲେ ଅସନା ହେଉଛି ତାହେଲେ ଏଇ ଯେଉଁ ସବୁ ଅଳିଆ ଆବର୍ଜନା ପଡ଼ିଛି ସେଟା କ'ଣ ହେଉଛି ପରିଷ୍କାର ହେଉଛି ତାକୁ ତ ଆପଣମାନେ ଅଟକାଇ ପାରୁନାହାନ୍ତି ନା କେଉଁ ଲୋକଙ୍କୁ କହି ଅଟକାଉଛନ୍ତି ନା କାହାକୁ ନିଜେ ସଫା କରି ପଡ଼ୁଛନ୍ତି। ତାହେଲେ ଅସନା କେଉଁଟା ହେଉଛି କାହାର ପେଟ ପୁରିଆ ଯଦି ଅସନା ତାହେଲେ ଆବର୍ଜନା କ'ଣ ଆପଣଙ୍କୁ ପରିଷ୍କାର ହେଉଛି ବାସ୍ନା ହେଉଛି। এইটা ହେଲା କଥା যে ମଣିଷ ଯେଉଁଠି ଜୋର ଦେଖାଇ ପାରିବ ସେଇଠି ଦେଖାଇବ ଆଉ ଯେଉଁଠି ତା'ର ନିଜର କିଛି ଚାଲିବନି ସେ ସେଇଠି ଚୁପ୍ ରହିବ। ଯଦି ଆମେ ମଣିଷ ତାହେଲେ ମଣିଷ ପଣିଆ ଦେଖିବା ନିହାତି ଦରକାର। ଖାଲି ମଣିଷ ଆମେ ବଡ଼ ବଡ଼ କଥା କହିଦେଲେ ହେବନି କାମରେ ବି କିଛି ଦେଖାଇବା ଦରକାର। ଯଦି ଭଗବାନଙ୍କଠୁ ଆଶୀର୍ବାଦ ପାଇବାର ଅଛି ତାହେଲେ ମଣିଷ ପଣିଆ ଦେଖିକି ହିଁ ପାଆନ୍ତୁ। କେବଳ ମନ୍ଦିର ଚାଲିଗଲେ ଘଣ୍ଟି ବାଡ଼େଇ ଦେଲେ ପୂଜା କରିଦେଲେ ଆଶୀର୍ବାଦ ମିଳିବନି।